ଆଲୋଚନା କରିବା ଆମେ ଯେଉଁ ଜ୍ଞାନ ଦୀପ ପ୍ରଥମେ ବାବଦରେ। ଜ୍ଞାନ ଦୀପ ଅର୍ଥ କ'ଣ ନା ଜ୍ଞାନ ପରମାତ୍ମା ସମସ୍ତଙ୍କୁ ହିଁ ଜନ୍ମ ସମୟରେ ଦେଇଛନ୍ତି, ତାହା ତିଳେ ମାତ୍ର ସନ୍ଦେହ ନାହିଁ। କାହିଁକିନା ବିନା ଜ୍ଞାନରେ ମଣିଷ ବଞ୍ଚିପାରିବ ନାହିଁ। କିନ୍ତୁ ମୁଁ ଯେଉଁ ଜ୍ଞାନ କଥା କହୁଛି, ଯେଉଁ ଜ୍ଞାନର ଦୀପ ଜାଳିବେ ତାହା ହେଉଛି କ'ଣ ନା ଦିବ୍ୟ ଜ୍ଞାନ। ଜ୍ଞାନରୁ ସୃଷ୍ଟି ହୁଏ କ'ଣ ନା ଅର୍ଥ ଆଉ ଅନର୍ଥ, ଦୁଇଟି ଜିନିଷ ଜ୍ଞାନରୁ ସୃଷ୍ଟି ହୁଏ। କିନ୍ତୁ ଦିବ୍ୟ ଜ୍ଞାନରୁ କ'ଣ କରେ ନା ମଣିଷ ଆନନ୍ଦ ଲାଭ କରେ। ଦିବ୍ୟ ଜ୍ଞାନ ତାହେଲେ ଆପଣ କିପରି ପାଇବେ? ମୋ ମତରେ ଦିବ୍ୟ ଜ୍ଞାନ ଯଦି ଆପଣ ଚାହାନ୍ତି ପାଇବାକୁ, ଆପଣଙ୍କର ହୃଦୟ, ଆପଣଙ୍କର ଆତ୍ମା, ଆପଣଙ୍କର ମସ୍ତିଷ୍କ, ଆପଣଙ୍କର ମାନସିକ ତାର ଯେଉଁ ଶକ୍ତି, ଏସବୁ ବୃଦ୍ଧି କରିବାକୁ ପଡ଼ିବ। ତା ଅର୍ଥ ହେଉଛି ଏହା ଯେ ଆପଣ ଚିନ୍ତନ, ଭାବନା, ଆପଣଙ୍କର ହୃଦୟ, ଆତ୍ମାରେ ହିଁ ପରମାତ୍ମାକୁ ଆପଣ ସଦାସର୍ବଦା ନେଇ ଚାଲିବେ। କ'ଣ ନା ଆପଣଙ୍କର ଯଦି ହୃଦୟରେ ବିକାଶ ଘଟିବ, ତାହେଲେ ହିଁ ଆପଣଙ୍କର ହୃଦୟ ସ୍ୱଚ୍ଛ ରହିବ। ରହିଲେ ପରମାତ୍ମା ଆସି ଆବିର୍ଭାବ ହେବେ। ହୃଦୟ ବିକାଶ ଅର୍ଥ ସ୍ୱଚ୍ଛ ହୃଦୟ ରହିବ, ରହିଲେ ଜ୍ଞାନ ଆବିର୍ଭାବ ହେବ। ଯଦି ଆପଣଙ୍କର ମସ୍ତିଷ୍କ ସ୍ଥିର ରହିଲା, ପରମାତ୍ମାଙ୍କୁ ଯଦି ଆପଣ ମସ୍ତିଷ୍କ ରଖି ଚାଲିଥିବେ, ତାହେଲେ ମସ୍ତିଷ୍କ ସ୍ଥିର ରହିଲେ ପରମାତ୍ମା ମଧ୍ୟ ଆସି ମସ୍ତିଷ୍କରେ ଆବିର୍ଭାବ ହୋଇ ଆପଣଙ୍କୁ ଦିବ୍ୟ ଜ୍ଞାନ ଦେବେ। ମୁଁ କହିଛି ବହୁତ ବାର ବି, ପୁସ୍ତକରେ ଜ୍ଞାନ ପାଏନ୍ତିନି ମଣିଷ, ଦିବ୍ୟ ଜ୍ଞାନ ମସ୍ତକରୁ ସୃଷ୍ଟି ହେଇଥାଏ। ତାହା ହିଁ ଶ୍ରେଷ୍ଠ ଜ୍ଞାନ, ତାହା ହିଁ ଦିବ୍ୟ ଜ୍ଞାନ। କାରଣ ଯାହା ମସ୍ତକରୁ ସୃଷ୍ଟି ହେଇଥାଏ ତାହା ହିଁ ଦିବ୍ୟ ଜ୍ଞାନ ଅଟେ। ଜାଣିଲେ ଆପଣ ଦିବ୍ୟ ଜ୍ଞାନ। ହଁ, ଆଉ ଗୋଟେ ପ୍ରଶ୍ନ ଯେ ଆପଣମାନଙ୍କର ପ୍ରଶ୍ନ ଉଠୁଥିବ, ସମସ୍ତେ କ'ଣ ଦିବ୍ୟ ଜ୍ଞାନ ପାଇବେ? ନିଶ୍ଚିତ ଭାବରେ ସମସ୍ତେ ଦିବ୍ୟ ଜ୍ଞାନର ଅଧିକାରୀ ହେଇପାରିବେ, ତାହା ତିଳେ ମାତ୍ର ସନ୍ଦେହ ନାହିଁ। ଯେଉଁ ମଣିଷମାନେ ପରମାତ୍ମାଙ୍କୁ ନିଜର ମନରେ, ଚିନ୍ତନରେ, ଭାବନାରେ, ହୃଦୟରେ, ଆତ୍ମାରେ ରଖି ଚାଲିଥିବେ, ସେ ନିଶ୍ଚିତ ଭାବରେ ଦିବ୍ୟ ଜ୍ଞାନ ପାଇବେ ଆଉ ପରମାତ୍ମାଙ୍କର କୃପା ଲାଭ କରିବେ। ଆପଣ ଜାଣିଲେ ଦିବ୍ୟ ଜ୍ଞାନ କିପରି ଆପଣମାନେ ପାଇବେ? ସେହି ଦିବ୍ୟ ଜ୍ଞାନ ଯାହାକି ବିନା ମୂଲ୍ୟରେ ମିଳେ। ଯଦି ମଣିଷମାନେ ଦିବ୍ୟ ଜ୍ଞାନର ଦୀପ ଜାଳିବେ, ତାହେଲେ ହିଁ ନିଶ୍ଚିତ ଭାବରେ ଆନନ୍ଦ ପାଇବେ, ତାହାର ତିଳେ ମାତ୍ର ସନ୍ଦେହ ନାହିଁ।